ସବୁବେଳେ ଏହି 9ଟି କଥା ଗୁପ୍ତ ରଖନ୍ତୁ। କେଉଁଠି ବୁଲୁଛ, କେତେ କମାଉଛ, କାହାକୁ ଭଲ ପାଉଛ, କେବେ ଖୁସି ହେଉଛ, ନିଜର ବଡ଼ ସ୍ୱପ୍ନ, ନିଜର ଆଗ ଷ୍ଟେପ୍ କ'ଣ, ନିଜର କମି ଏବଂ କମଜୋରି, ନିଜର ପରିବାରର ପରସ୍ପର ଭିତର ଝଗଡ଼ା ଏବଂ ଅନ୍ୟର ସାହାଯ୍ୟ ଓ ନିଜର ଦାନ ପୁଣ୍ୟ। କେମିତି ସ୍ୱାମୀର ମନ ଜିତିବେ? ସ୍ୱାମୀକୁ ଗୁରୁତ୍ୱ ନଦେଲେ ଚଳିବ, କିନ୍ତୁ ସ୍ୱାମୀର ମା ବାପାଙ୍କୁ ଗୁରୁତ୍ୱ ଦେବାକୁ ଭୁଲନ୍ତୁନି। ସ୍ୱାମୀ ସହିତ କୌଣସି ପ୍ରକାର ଯୁକ୍ତିତର୍କ କରନ୍ତୁ ନାହିଁ। ସ୍ୱାମୀ ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରୁ ଫେରିଲେ ଗୋଟେ ସୁନ୍ଦରିଆ ଲାଜମିଶା ହସ ସହିତ ଘର ଭିତରକୁ ସ୍ୱାଗତ କରନ୍ତୁ। ମନର ଭାବନା କିମ୍ବା କୌଣସି ଇଚ୍ଛାକୁ ସବୁବେଳେ ନ କହି ଯଦି ପାରୁଛ କେବଳ ରାତିରେ ସ୍ୱାମୀକୁ କହିଲେ ଭଲ ହେବ। ସ୍ୱାମୀର ମନପସନ୍ଦର ଖାଇବା ପ୍ରସ୍ତୁତ କରି ପାଖରେ ବସି ଖୁଆନ୍ତୁ। କେମିତି ସ୍ତ୍ରୀର ମନ ଜିତିବେ? ସ୍ତ୍ରୀର ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ, କାରଣ ଝିଅ ପିଲା ଭାରି ଅଭିମାନୀ। ସେମାନେ ମନ ଖୋଲି କିଛି କୁହନ୍ତିନି। ସବୁ କଥାରେ ବାପା ମାଙ୍କ ସହିତ ସ୍ତ୍ରୀକୁ ବି ପ୍ରାଧାନ୍ୟ ଦିଅନ୍ତୁ। ମଝିରେ ମଝିରେ ତାଙ୍କ ଘର କଥା ତଥା ତାଙ୍କ ବାପା ମାଙ୍କ କଥା ବି ପଚାରି ବୁଝି ନିଅନ୍ତୁ। ଅଫିସରୁ ଫେରିଲା ବେଳେ ସ୍ତ୍ରୀ ପାଇଁ ସାଙ୍ଗରେ କିଛି ଆଣିକି ଆସନ୍ତୁ, ଯଥା ଆଇସ୍କ୍ରିମ୍, ଚକୋଲେଟ୍, ମଞ୍ଚୁରିଆନ୍ କିମ୍ବା ଗୁପଚୁପ୍। ରାତିରେ ସବୁଦିନ ଶୋଇଲା ପୂର୍ବରୁ ମନ କଥା ସେୟାର କରନ୍ତୁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ସେୟାର କରିବାକୁ ଭୁଲନ୍ତୁ ନାହିଁ। ବନ୍ଧୁ, ତୁମେ ଏବେ ସେ ବୟସକୁ ଆସିଯାଇଛ ଯେଉଁଠି ବର୍ବାଦ ହେବା ବହୁତ ସହଜ, କିନ୍ତୁ ନିଜକୁ ସଜାଗ ରଖିବା ଭାରି କଷ୍ଟ। ଆଉ ଯଦି ଏବେ ବାଟ ଭୁଲିଗଲ ତ ଖୋଜୁ ଖୋଜୁ 30 ବର୍ଷ ହୋଇଯିବ। ଆଉ ଯଦି ଠିକ୍ ରାସ୍ତା ଧରିନେଲ ତ 25 ବର୍ଷ ଭିତରେ ଲାଇଫ୍ ସେଟ୍ ହୋଇଯିବ। ଆଉ ଜୀବନ ସାରା ତୁମେ ଖୁସିରେ ରହିବ। ନିଷ୍ପତ୍ତି କେବଳ ତୁମ ହାତରେ। କେଉଁଟିକୁ ବାଛିବ ଆଉ କାହାକୁ ଅଣଦେଖା କରିବ ସେ ବିଚାର କେବଳ ତୁମର। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, କାଗଜ ଫୁଲରେ କେବେ ବାସ୍ନା ଆସେ ନାହିଁ। ଅଧିକ ଆଶା କଲେ କେବେ ସୁଖ ମିଳେ ନାହିଁ। ବିନା ସଂଘର୍ଷରେ କେହି ବଡ଼ ହୁଏନି। ଆଉ ଲୁହ ନ ଝରିଲେ ଜୀବନର ମୂଲ୍ୟ ବୁଝା ପଡ଼େନି। ତେଣୁ କେବେ କେବେ ଲୁହ ତ ଝରିବ। ବାସ୍ ଜୀବନର ରାସ୍ତାରେ ନ ଅଟକି ଆଗକୁ ଆଗକୁ ପାଦ ପକାନ୍ତୁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।